ବର୍ତ୍ତମାନ ପ୍ରଶାନ୍ତ ମହାସାଗର ଅଞ୍ଚଳରେ କୌଣସି ଲାନିନା କିମ୍ବା ଏଲିନୋ କଣ୍ଡିସନ ସୃଷ୍ଟି ହୋଇନାହିଁ। ବର୍ତ୍ତମାନ ନିରପେକ୍ଷ ଅବସ୍ଥା ଅର୍ଥାତ୍ ନ୍ୟୁଟ୍ରାଲ କଣ୍ଡିସନ ଚାଲିଛି। କିନ୍ତୁ ଆମର ପୂର୍ବାନୁମାନ ଅନୁସାରେ ଅକ୍ଟୋବର ନଭେମ୍ବର ଡିସେମ୍ବରରେ ପ୍ରଶାନ୍ତ ମହାସାଗର ବିଶ୍ୱବୃତ୍ତୀୟ ଅଞ୍ଚଳରେ ଲାନିନା କଣ୍ଡିସନ ଡେଭଲପ ହେଇପାରେ। କିନ୍ତୁ ଏଇ ଲାନିନା କଣ୍ଡିସନଟି ମଡରେଟ୍ କଣ୍ଡିସନ ରହିବ, ସେମିତି ଷ୍ଟ୍ରଙ୍ଗ ଲାନିନା କଣ୍ଡିସନ ନୁହେଁ ବୋଲି ଆମର ପୂର୍ବାନୁମାନ ହୋଇଛି। ଏହା ସହିତ ଏଟା ମଧ୍ୟ ଗୋଟେ ଟେମ୍ପୋରାରୀ ପିରିୟଡ଼ ପାଇଁ ରହିବାର ସମ୍ଭାବନା ଅଛି। ବାତ୍ୟାକୁ ନେଇ ପ୍ରକୃତ ଚିତ୍ର 15 ଦିନ ପୂର୍ବରୁ ହିଁ ସ୍ପଷ୍ଟ ହୋଇଥାଏ। ଏମିତି ଅନେକ ସମୟରେ ଲାନିନା ଥିବା ସତ୍ତ୍ୱେ ମଧ୍ୟ ବାତ୍ୟା ଆସିନାହିଁ କିମ୍ବା ଲାନିନା ନଥିଲେ ମଧ୍ୟ ବାତ୍ୟା ସୃଷ୍ଟି ହୋଇଛି। କିନ୍ତୁ ଅକ୍ଟୋବରରୁ ଡିସେମ୍ବର ମାସ ବାତ୍ୟା ପ୍ରଭାବିତ ମାସ ହୋଇଥିବାରୁ ଏହି ସମୟରେ ସତର୍କ ରହିବା ପାଇଁ ବିଶେଷଜ୍ଞମାନେ ମତାମତ ରଖିଛନ୍ତି। ତେଣୁ ଆମେମାନେ ସବୁବେଳେ ପ୍ରସ୍ତୁତ ରହିବା ଉଚିତ ବାତ୍ୟା ପାଇଁ, କାରଣ ବାତ୍ୟାର ଋତୁ ଆରମ୍ଭ ହୋଇଥାଏ ଅକ୍ଟୋବର ମାସରୁ। ତେଣୁ ଓଡ଼ିଶା ପାଇଁ ଅକ୍ଟୋବର ଏବଂ ନଭେମ୍ବର ଏହି ଦୁଇଟି ମାସ ସବୁଠୁ ଅଧିକ ବିପଦପୂର୍ଣ୍ଣ ହୋଇଥାଏ ଯେତେବେଳେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ।